ওকে, গুড মর্নিং। সমস্ত ভয়েস ক্লিয়ার আছে? এভরিথিং ইজ ক্লিয়ার? ওকে, এগেন সমস্ত কোশ্চেন ভয়েস ক্লিয়ার আছে? থ্যাংক ইউ। আচ্ছা, তো আজ আমি স্টার্ট করিবা ডিসেম্বর মাসର করেন্ট अफेयर। ওকে, ফার্স্ট ମୁଁ 2 ମିନିଟ୍ କିଛି ডিসকସন କରିବି ଫର ଦ ଏକ୍ସାମ ପଏଣ୍ଟ ଅଫ ଭ୍ୟୁ। ତାପରେ ଆମେ କ୍ଲାସକୁ କଣ୍ଟିନ୍ୟୁ କରିବା। ଆଚ୍ଛା, ବର୍ତ୍ତମାନ ଆମେ ଇୟର ୱାଇଜ କରେଣ୍ଟ अफेयर କଣ୍ଟିନ୍ୟୁ ଚାଲିଥିଲା। ଇୟର ୱାଇଜ ମୁଁ 2-4ଟା ଟପିକ୍ ସାରିଥିଲି, ବଟ୍ ଡିସେମ୍ବର ଯେହେତୁ ମାଗାଜିନ୍ଟା ବାହାରିଗଲା, ତ ଆମେ କ'ଣ କରିବା, 4 to 5 ଡେଜ୍ ଭିତରେ ଡିସେମ୍ବର କରେଣ୍ଟ ଆଫେୟାରକୁ କମ୍ପ୍ଲିଟ୍ କରିବା। ତ ଆଜି 12 ତାରିଖ ଅଛି, ଆପ୍ରୋକ୍ସିମେଟଲି 16 ତାରିଖ ଭିତରେ ଆମେ ଟ୍ରାଏ କରିବା ଡିସେମ୍ବର ମାସର କରେଣ୍ଟ ଆଫେୟାର ସାରିବା ପାଇଁ। ୱାନ୍ସ ଡିସେମ୍ବର ସରିଗଲା, ଫେର୍ ଇୟର ୱାଇଜ ଯେଉଁଗୁଡ଼ାକ ଥିଲା ବାକି ତାକୁ ଆମେ କମ୍ପ୍ଲିଟ୍ କରିବା। ଓକେ, ସମସ୍ତେ ବୁଝିପାରିଲ? ଆଉ ଗୋଟେ ଜିନିଷ କହିବି, ପର୍ଟିକୁଲାର ଏ ଯେଉଁ କରେଣ୍ଟ ଆଫେୟାର ଯେଉଁମାନେ OPSC OS ର ପ୍ରିଲିମ୍ ଏକ୍ଜାମ୍ ଦେବ, ଓକେ, ତ ତୁମମାନଙ୍କ ପାଇଁ ଏଇଟା ବେଷ୍ଟ କରେଣ୍ଟ ଆଫେୟାର ରହିବ, କାରଣ ତୁମମାନଙ୍କ ପଏଣ୍ଟ ଅଫ୍ ଭ୍ୟୁରେ ଏଇଟା ବନାଯାଇଛି। ତା ସହିତ ଇଏ ମଧ୍ୟ ସିଜିଏଲ୍ ପିଲାମାନଙ୍କ ସହିତ ଆଉ ଅଦର ପିଲାମାନଙ୍କ ପାଇଁ ମଧ୍ୟ ବେନିଫିଟ୍ ହେବ, କାରଣ ଆମେ ଟୁ ଦ ପଏଣ୍ଟରେ ଡିସ୍କସନ୍ କରୁଛେ ୱିଥ୍ ଡେପ୍ଥ ସହିତ। ଆଉ ଗୋଟେ ଜିନିଷ ମନେ ରଖିବ, ସବୁବେଳେ ଏଇଟା ମୁଁ ପ୍ରତ୍ୟେକ କ୍ଲାସରେ କହେ, ଆଜି ବି କହୁଛି, ଯେଉଁମାନେ OS ପାଇଁ ପ୍ରିପାରେସନ୍ କରୁଛ, ତୁମ କରେଣ୍ଟ ଆଫେୟାର ଷ୍ଟେଟମେଣ୍ଟ ବେସିସ୍ରେ, ସିଜିଏଲ୍ରେ ଡାଇରେକ୍ଟ କ୍ୱେଶ୍ଚନ୍ ବା ଅଦର ଏକ୍ଜାମ୍ରେ ଡାଇରେକ୍ଟ କ୍ୱେଶ୍ଚନ୍। ଷ୍ଟେଟମେଣ୍ଟ ବେସିସ୍ କରେଣ୍ଟ ଆଫେୟାର ମାନେ ତୁମକୁ କେବଳ ଗୋଟିଏ ପଏଣ୍ଟ ନୁହେଁ, ତାକୁ ନେଇକି ଅନେକ ପଏଣ୍ଟ ସବୁ ମନେ ରଖିବାକୁ ପଡ଼ିବ। ଓକେ, ତ ଆଜିର ଯେଉଁ କରେଣ୍ଟ ଆଫେୟାର ଅଛି, ଡିସେମ୍ବର 2025ର ଇମ୍ପୋର୍ଟାଣ୍ଟ ଡେଟ୍, ଡିସେମ୍ବର 2025ର ଇମ୍ପୋର୍ଟାଣ୍ଟ ଡେଟ୍ ମନେ ରଖ। ଯେତେବେଳେ ଆମେ ଡେଟ୍ ପଢ଼ିଥାଉ, ଯେତେବେଳେ ଆମେ କୌଣସି ଡେ ବିଷୟରେ ପଢ଼ିଥାଉ, ତିନୋଟି ଜିନିଷ ସବୁବେଳେ ଧ୍ୟାନ ଦେବ ଫର ଦ ପଏଣ୍ଟ ଅଫ୍ ଭ୍ୟୁ OPSC OS ପାଇଁ। ଇମ୍ପୋର୍ଟାଣ୍ଟ କେଉଁ ଡେଟ୍ରେ ଆସୁଛି, ଥିମ୍ କ'ଣ ଅଛି, କେବେଠାରୁ ଷ୍ଟାର୍ଟ ହେଇଛି, କିଛି ଏକ୍ସଟ୍ରା ଯଦି ପଏଣ୍ଟ ଅଛି। କିନ୍ତୁ OSSC CGL ହଉ କିମ୍ବା ଅଦରରେ ଡାଇରେକ୍ଟ ପଚାରିବ ଯେ ଏଡ୍ସ ଡେ କେବେ ଆସିଥିଲା, କିନ୍ତୁ OS ଏକ୍ଜାମ୍ ହେଲେ ପଚାରିବ ତା ଥିମ୍ କ'ଣ ଅଛି, ଏକା ଗୋଟିଏ କ୍ୱେଶ୍ଚିନ୍ରେ। ଓକେ, ଚାଲ, ତ ଫାର୍ଷ୍ଟ ଆମେ ଡିସ୍କସନ୍ କରିବା। ଆଜିର ଫାର୍ଷ୍ଟ ଟପିକ୍ର ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ୱାର୍ଲଡ ଏଡ୍ସ ଡେ କେବେ ସେଲିବ୍ରେଟ୍ ହୁଏ? ସମସ୍ତେ ଟିକେ ପାର୍ଟିସିପେଟ୍ କରିବ। ମନେ ରଖ, ନିଜେ ଯଦି ପାର୍ଟିସିପେଟ୍ କରିବ ଇଜି ହେବ, ସବୁ ଜିନିଷକୁ ସହଜରେ ମନେ ରଖିବାକୁ ପଡ଼ିବ। ଓକେ, ମନେକ ଡିସେମ୍ବର 1 ଆମେ କେଉଁ ଡେ ରୂପେ ସେଲିବ୍ରେଟ୍ କରିଥାଉ? ଏଡ୍ସ ଡେ ରୂପେ ସେଲିବ୍ରେଟ୍ କରିଥାଉ। ଓକେ, ତ ମୋର କହିବା କଥା, ଆର ଥିମ୍ ଅଛି ଓଭରକମିଂ। ଓକେ, ଯେଉଁଟାକି ଟ୍ରାନ୍ସଫରିଂ ଅଫ୍ ଏଡ୍ସ, ଖାଲି ସର୍ଟକଟ୍ ଲଜିକାଲି ମନେ ରଖିଦେବ ଓଭରକମିଂ ଯେଉଁଟା ଅଛି ତାର ଥିମ୍ ଅଛି। ଆଚ୍ଛା, ମୋର କହିବା କଥା ହେଉଛି, ପ୍ରଥମେ ଏଡ୍ସ ଡେ କେବେ ସେଲିବ୍ରେଟ୍ ହେଇଥିଲା? କାହିଁକିନା ଯେତେବେଳେ ଲାଷ୍ଟ ଟାଇମ୍ 2022ରେ କ୍ୱେଶ୍ଚିନ୍ ଆସିଥିଲା ଷ୍ଟେଟମେଣ୍ଟ ଆକାରରେ ଏଡ୍ସ ଡେ, ତ ତୁମକୁ ପଚାରିଥିଲା କେବେ ଷ୍ଟେଟ୍ ଆରମ୍ଭ ହେଇଥିଲା। ମନେ ରଖିବ, ଇନ୍ ଦ ଇୟର ଅଫ୍ 1998ରେ WHO ଫାର୍ଷ୍ଟ ଟାଇମ୍ ଡିକ୍ଲେୟାର କରିଥିଲା ୱାର୍ଲଡ ଏଡ୍ସ ଡେ 1 ଡିସେମ୍ବର ବୋଲି ଡିକ୍ଲେୟାର କରାଥିଲା। ଆଚ୍ଛା, ଆମର କେତେ ଗୋଟି ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ ଅଛି? ହାଉ ମେନି ନମ୍ବର ଅଫ୍ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍? ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ 17ଟା ଗୋଲ୍ ଅଛି, ଯେଉଁଟାକି ଆମେ ଅଲରେଡ଼ି ପଢ଼ିଥିଲେ। ମନେ ରଖ, ଆମର ଆମର ମନେ ଅଛି ଗୋଲ୍ କେତେ କେତେ ଗୋଲ୍ ଅଛି କାହାର? 1ରେ କ'ଣ, 2ରେ କ'ଣ, 3ରେ କ'ଣ, ମନେ ଅଛି? ସବୁବେଳେ କହିଛି, କାରଣ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ଟା ସବୁବେଳେ। ଆଚ୍ଛା, 1ରେ କ'ଣ ଅଛି, କାହାର କିଏ କହିପାରିବ? 1ରେ କ'ଣ ଅଛି? 1 नो पोवर्टी। ओके, थैंक यू। 2ରେ କ'ଣ ଅଛି? 2ରେ କ'ଣ ଅଛି? 0 हंगर। थैंक यू। अच्छा, 3ରେ କ'ଣ ଥିଲା? 3ରେ କ'ଣ ଥିଲା? 3ରେ କ'ଣ ଅଛି? हेल्थ। हेल्थ। अच्छा, थैंक यू। ମନେ ରଖିଲେ, ତ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ର କିଛି ସବ୍ ଗୋଲ୍ ଥାଏ। ସବ୍ ଗୋଲ୍ ମିନ୍ସ କିଛି ପଏଣ୍ଟ, ଯେମିତିକି ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ର 3.3ରେ ପର୍ଟିକୁଲାର ଗୋଟେ ଡିଜିଜ୍ ଉପରେ ଆମେ ଫୋକସ୍ କରୁଛେ। ଯେହେତୁ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ର ତୃତୀୟ ନମ୍ବର ଗୋଲ୍ ହେଉଛି ହେଲ୍ଥ, ତ 3.3ରେ କାହା ବିଷୟରେ ଟାର୍ଗେଟ୍ ରଖାଯାଇଛି ନା HIV କୁ ଏଣ୍ଡ କରାଯିବ। କାହା ଭିତରେ? 2030 ଭିତରେ HIV କୁ ଏଣ୍ଡ କରାଯିବ। ତ ଏଗୁলো ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଓକେ, ଯେଉଁଟାକି ଏଡ୍ସ ଡେକୁ ନେଇକି ଅଛି। OPSC OS ଯାହା ବି ଷ୍ଟେଟମେଣ୍ଟ କରୁ ଆସିଯିବ, ହେଲେ କେଉଁ ଡେଟ୍ରେ ଅଛି, କେବେଠାରୁ ଆରମ୍ଭ ହେଇଛି, ତା ସହିତ ତୁମମାନଙ୍କର ଗୋଲ୍ କ'ଣ ଅଛି, ଏଇଟା ଆମକୁ ମନେ ରଖିବାର ଅଛି। ଚାଲ, ତାପରେ ଯିବା କ'ଣ ନା, ହଁ, 2 ନମ୍ବର ପଏଣ୍ଟ ହେଉଛି ଯେ ୱାର୍ଲଡ ସଏଲ୍ ଡେ। ୱାର୍ଲଡ ସଏଲ୍ ଡେ। ସଏଲ୍ ଡେ କେବେ?
ୱାର୍ଲଡ ସଏଲ ଡେ। ଆଚ୍ଛା, ଲଜିକାଲି ମନେ ରଖ, ଆମେ ମାଟିଟା କେମିତି ଧରିଥାଉ? ପାଞ୍ଚ ଆଙ୍ଗୁଠି ମିଶେଇଲେ ଗୋଟେ ମାଟିକି ଧରିବା ନା ନାଇଁ, ସଏଲକୁ ଧରିବା। ତ 5 ଡିସେମ୍ବର କଣ ଆସୁଛି? 5 ଡିସେମ୍ବର। ବୁଝା ପଇଲେ ସମସ୍ତଙ୍କୁ? 5 ଡିସେମ୍ବର। ତାର ଥିମ୍ କଣ ଅଛି ବୋଲେ? ହେଲ୍ଦି ସଏଲ ଫର ହେଲ୍ଦି ସିଟି, ତାର ଥିମ୍ ଅଛି। ସର୍ବପ୍ରଥମେ ୟୁଏନ୍ ଜେନେରାଲ ଆସେମ୍ବଲି ଅଫିସିଆଲି ଡିକ୍ଲେୟାର କଲା 5 ଡିସେମ୍ବର 2014 ଠାରୁ ଫାଷ୍ଟ ୱାର୍ଲଡ ସଏଲ ଡେ। କେବେଠାରୁ ହେଇଯାଉଛି? 5 ଡିସେମ୍ବର 2014 ଆମେ ସଏଲ ଡେ ସେଲିବ୍ରେଟ କରି ଆସୁଛେ। ଆଉ 2025 ୱାର୍ଲଡ ସଏଲ ଡେ ପର୍ଟିକୁଲାର କୋଉ ଉଦ୍ଦେଶ୍ୟ ରଖାଯାଇଛି? ରିଷ୍ଟୋରିଂ ସଏଲ ହେଉଛି ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବଟ୍ ଏତେ ଇମ୍ପୋର୍ଟାଣ୍ଟ ନାହିଁ। ବଟ୍ ଦୁଇଟା ଯାକ ଭେରି ଇମ୍ପୋର୍ଟାଣ୍ଟ ରହୁଛି। ଯେ ୱାର୍ଲଡ ସଏଲ ଡେ ଆମେ କେବେ ସେଲିବ୍ରେଟ କରିଥାଉ? 5 ଡିସେମ୍ବରରେ କରିଥାଉ। ସରି, ଯାହାର ଥିମ୍ ରହୁଛି କ'ଣ ନା ତୁମମାନଙ୍କର ହେଲ୍ଦି ସଏଲ, ହେଲ୍ଦି ଫର ହେଲ୍ଦି ସିଟି। ଓକେ, ଆଉ ଆଟା କେବେଠୁ ଷ୍ଟାର୍ଟ ହେଇଛି? 2014 ଠାରୁ ଷ୍ଟାର୍ଟ ହେଇଛି। ଚଲ, ତାପରେ ଆମେ ଡିସ୍କସନ କରିବା ତୃତୀୟ ନମ୍ବର ପଏଣ୍ଟ, ଯାହାକୁ ଆମେ କହୁଛେ ହ୍ୟୁମାନ ରାଇଟ୍ ଡେ। କ'ଣ ଆସିଲା? ହ୍ୟୁମାନ ରାଇଟ୍ ଡେ। ମୋର କହିବା କଥା ହଉଛି ହ୍ୟୁମାନ ରାଇଟ୍ ଡେ ଆମେ କେବେ ସେଲିବ୍ରେଟ କରିଥାଉ? 10 ଡିସେମ୍ବର। କେବେ? 10 ଡିସେମ୍ବର। ଏ କ୍ୱେଶ୍ଚିନ୍ ବହୁତ ଥର OSSC ରେ ଆସିଛି, ଅଦର ଏକ୍ଜାମ ମାନଙ୍କରେ ବହୁତ ଥର ଆସିଛି। ହ୍ୟୁମାନ ରାଇଟ୍ ଡେ କେବେ? ଏଟାକୁ କେବେ ଆଡପ୍ଟ ଆମେ କରିଥିଲେ? ୟୁଏନଡିଏଚଆର ଇନ୍ ଦ ଇୟର ଅଫ୍ 1984। ୟୁଏନଡିଏଚଆର ଇନ୍ ଦ ଇୟର ଅଫ୍ 1984 ହେଇଥିଲା। ବଟ୍ ହ୍ୟୁମାନ ରାଇଟ୍ ଡେ, the day was formally established in the year of 1950। ଏଷ୍ଟାବ୍ଲିଶମେଣ୍ଟ କରାଗଲା କେବେ? 1950 ରେ ଏଷ୍ଟାବ୍ଲିଶ କରାଗଲା। ବଟ୍ ଆମେ କେବେ ତାକୁ ସେଲିବ୍ରେଟ କରୁଛେ? 10 ଡିସେମ୍ବରରେ ଆମେ ସେଲିବ୍ରେଟ କରୁଛେ। ହ୍ୱାଟ୍ ଇଜ ଦ ଥିମ୍? ହ୍ୱାଟ୍ ଇଜ ଦ ଥିମ୍ ଅଫ୍ ତୁମମାନଙ୍କର ହ୍ୟୁମାନ ରାଇଟ୍ ଡେ ର ଥିମ୍ କ'ଣ ଅଛି? ଏଭ୍ରିଡେ। ଓକେ, ଏସେନ୍ସିଆଲ। ଓକେ, ଥ୍ୟାଙ୍କ ୟୁ। ତ ଇଏ ହେଲା କ'ଣ ନା ତୁମମାନଙ୍କ ଥିମ୍ ଅଛି। ଭେରି ଭେରି ଇମ୍ପୋର୍ଟାଣ୍ଟ ହଉଛି ଥିମ୍ ରହୁଛି, କେବେ ଆମେ ସେଲିବ୍ରେଟ କରିଥାଉ ସେଟା ଇମ୍ପୋର୍ଟାଣ୍ଟ ହଉଛି। ଯଦି ମୁଁ ଏଇଠି କ୍ୱେଶ୍ଚିନ୍ ପଚାରେ ଇନ୍ ଦ ଇଣ୍ଡିଆନ୍ ଆଣ୍ଡ ହ୍ୟୁମାନ ରାଇଟ୍ କନଷ୍ଟିଟ୍ୟୁସନାଲ ଆକ୍ଟ କେତେ ଅଛି? ହ୍ୟୁମାନ ରାଇଟ୍ ଆକ୍ଟ କେତେ? ହ୍ୟୁମାନ ରାଇଟ୍ ଆକ୍ଟ କେତେ? ହ୍ୟୁମାନ ରାଇଟ୍ ଆକ୍ଟ କେତେ? ମନେ ରଖିବ, 1993। ଦିସ୍ ଆକ୍ଟ ଇଜ ଭେରି ଇମ୍ପୋର୍ଟାଣ୍ଟ, କାହିଁକି ନା ଏ ଆକ୍ଟକୁ ନେଇକି ମଧ୍ୟ କ୍ୱେଶ୍ଚିନ୍ ପଚାରିଥାଏ। ଦେଖ, ଆମେ କେବଳ ଗୋଟେ ପଏଣ୍ଟକୁ ମନେ ରଖୁନେ। ଯେତେବେଳେ ମୁଁ ତମକୁ ଖାଲି OSSC ପାଇଁ ପଢେଇବି, ତୁମେ ଖାଲି ମନେ ରଖିଦେବି ଯେ ତୁମମାନଙ୍କର ହ୍ୟୁମାନ ରାଇଟ୍ ଡେ କେବେ। କିନ୍ତୁ ଯୋଉଟା OS ପାଇଁ ପଢିଲେ ଯେ ସେଇ ଜିନିଷ ପଢିବ, କିନ୍ତୁ ଏକ୍ସଟ୍ରା ଜିନିଷ ପଢିବାକୁ ପଡିବ। କାହିଁକି ନା ବର୍ତ୍ତମାନ ଷ୍ଟେଟମେଣ୍ଟ ବାଲା ଆସୁଛେ, ଏ ଜିନିଷ ଆମକୁ ବୁଝିବାର ଅଛି। ତାହେଲେ ଆମେ ଯାଇକିରି ଏକ୍ସାମ୍କୁ କ୍ଲିୟର କରିପାରିବା। ଓକେ, ନେକ୍ସଟ ପଏଣ୍ଟ, क्वेश्चन नंबर 4 नंबर। 4 नंबर हूँ ओके, तुम आसला इंटरनेशनल डे, इंटरनेशनल माउंटेन डे। इंटरनेशनल माउंटेन डे केवे? मन रख, 11 डिसेम्बर। 11 डिसेम्बर को आम कौ हिसाब से सेलिब्रेट करछे ना इंटरनेशनल माउंटेन डे हिसाब से डिसाइड करछे। एटा एस्टाब्लिश बाय द यूनाइटेड नेशन इन द ईयर ऑफ 2003। 2003 मसीह रे आकु एस्टाब्लिश करा जाई थिला। ଆଉ 2025 ମସିହାର ଥିମ୍ ହେଉଛି ଗ୍ଲେସିୟର ମ୍ୟାଟର ଫର ୱାଟର ଫୁଡ ଆଣ୍ଡ ଲାଇଭହୁଡ। ଓକେ, ଇନ୍ ମାଉଣ୍ଟେନ ଆଣ୍ଡ ବିୟଣ୍ଡ। ତ ଏଟା ହେଉଛି ତାର କ'ଣ ଥିମ୍ ଅଛି। ଲଜିକାଲି ମନେ ରଖିପାରିବ, ଆମେ ଯେତେବେଳେ ପାହାଡ଼ ଚଢ଼ିଥାଉ, ଦୁଇଟା ୟାଙ୍କର ଧରିଥାଉ, ଏମିତି ଯାଇଥାଉ ନା ନାହିଁ? 1 ମାନେ 11 ଡିସେମ୍ବର। ତ ଲଜିକାଲି ଆମେ ଏଇ ଜିନିଷକୁ ମନେ ରଖିପାରିବା, ଯୋଉଟାକି ଆମ ଇଣ୍ଟରନ୍ୟାସନାଲ ମାଉଣ୍ଟେନ ଡେ। କେବେଠୁ ସେଲିବ୍ରେଟ ହେଉଛି? 2003 ମସିହା ଠାରୁ। ଆଚ୍ଛା, ଯଦି ମୁଁ ଏଇଠି କହେ ଯେ ନ୍ୟାସନାଲ ଏନର୍ଜି କନଜରଭେସନ ଆୱାର୍ଡ ଡେ ବା କନଜରଭେସନ ଡେ କେବେ? ନା 14 ଡିସେମ୍ବର। ଯେ ନ୍ୟାସନାଲ ଏନର୍ଜି କନଜରଭେସନ ଡେ ଆମେ କେବେ ସେଲିବ୍ରେଟ କରିଥାଉ? ମନେ ରଖିବା, ଏଠି ସେ ଇମ୍ପୋର୍ଟାଣ୍ଟ ଡେ। ଏଥିରେ ଦେଖ, କିଛି କିଛି କ୍ୱେଶ୍ଚିନ୍ ଥାଏ, ଯୋଉ କ୍ୱେଶ୍ଚିନ୍ଟା ଖାଲି ଡେଟ୍ ୱାଇଜ ମଧ୍ୟ OPSC ପଚାରିଛି, ତ ସେଥିପାଇଁ ଏଇଟା ଇମ୍ପୋର୍ଟାଣ୍ଟ ରହିବ। এটা କେବେଠୁ ଆମେ ଏଷ୍ଟାବ୍ଲିଶ ବା ପାଳନ କରି ଆସୁଛେ? 1921 ମସିହା, 1991 ପାଳନ କରି ଆସୁଛେ। ଯାର ଥିମ୍ ଅଛି ତୁମର ଏନର୍ଜି ଏଫିସିଏନ୍ସି ଫର ବିକଶିତ ଭାରତ। ଏନର୍ଜି ଏଫିସିଏନ୍ସି ଫର ବିକଶିତ ଭାରତ, ଯୋଉଟାକି ତାର ଥିମ୍ ଅଛି, ଯୋଉଟାକି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଚ୍ଛା, ଚାରୋଟି ଯୋଉ ପଏଣ୍ଟ ଆମେ ଡିସ୍କସନ କଲେ ଟିକେ ରିଭିଜନ କରିବା। ସମସ୍ତେ ମୋ ସହିତ ପାର୍ଟିସିପେଟ କରିବ, କାହିଁକି? ମୁଁ ଯେତିକି ପଢା ସେତିକି ରିଭିଜନ କରା। ଆଚ୍ଛା, ଏଡ୍ସ ଡେ କେବେ? ଏଡ୍ସ ଡେ କେବେ? 1 ଡିସେମ୍ବର। ଥିମ୍ କ'ଣ ଅଛି? ଥିମ୍ କ'ଣ ଅଛି? ଓଭରକମିଂ। ଓକେ, ଆଚ୍ଛା, ସର୍ବପ୍ରଥମେ ଏଡ୍ସ ଡେ କେବେ ସେଲିବ୍ରେଟ ହେଇଥିଲା? 1989ରେ। ଓକେ, ୱାର୍ଲଡ ସଏଲ ଡେ କେବେ ଅଛି ବୋଲେ? ୱାର୍ଲଡ ସଏଲ ଡେ 5 ଡିସେମ୍ବର ଅଛି। ଓକେ, ତ ସେକେଣ୍ଡ ହେଉଛି
রিস্টোরিং সয়েল, রিস্টোরিং সয়েল এটা କୋଉ ବର୍ଷର ଥିମ୍ ମାନେ ଉଦ୍ଦେଶ୍ୟ ରଖାଯାଇଛି? 2025 ରଖାଯାଇଛି। ଫାଷ୍ଟ କେବେ ଆକୁ ସେଲିବ୍ରେଟ କରାଯାଇଥିଲା ସଏଲ ଡେ? ପ୍ରଥମେ ସଏଲ ଡେ କେବେ ହେଇଥିଲା ଫାଷ୍ଟ? 24 ସରି 14ରେ, 14ରେ। ଆଚ୍ଛା ହ୍ୟୁମାନ ରାଇଟ୍ ଡେ କେବେ? ହ୍ୟୁମାନ ରାଇଟ୍ ଡେ କେବେ? 10 ଡିସେମ୍ବର। ହ୍ୟୁମାନ ରାଇଟ୍ ଆକ୍ଟ କେତେ? ଆକ୍ଟ ହ୍ୟୁମାନ ରାଇଟ୍ ଆକ୍ଟ କେତେ? 1993। थैंक यू। चलिए ଏବେ ଦେଖିବା ବିଜୟ ଦିବସ। ଦିସ୍ ଇଜ ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ବିଜୟ ଦିବସ ମନେ ରଖ, ବିଜୟ ଦିବସ ହେଉଛି ଇଟ୍ ଇଜ ଏ ହିଷ୍ଟ୍ରିକ୍ ଭିକ୍ଟ୍ରି, ଯୋଉଟାକି ଆମର ଆଜିକି କେତେ ବର୍ଷ କମ୍ପ୍ଲିଟ୍ ହେଇଛି ନା 54 ଇୟର କମ୍ପ୍ଲିଟ୍ ହେଇଛି। କୋଉ ଯୁଦ୍ଧକୁ ନା ତୁମମାନଙ୍କର 1971 ମସିହା ଇଣ୍ଡୋ ପାର୍କ ୱାର୍କ, 1971 ମସିହା ଇଣ୍ଡୋ ପାର୍କ ୱାର୍କ, ଯୋଉଟାକି ଏ ବର୍ଷ କେତେ ବର୍ଷ କମ୍ପ୍ଲିଟ୍ ହେଇଛି? 54 ଇୟର କମ୍ପ୍ଲିଟ୍ ହେଇଛି। ତ ଭିକ୍ଟ୍ରି ବା ବିଜୟକୁ ତାକୁ ଆମେ କୋଉ ଡେ ରୂପେ ପାଳନ କରିଥାଉ ନା ବିଜୟ ଦିବସ ରୂପେ ପାଳନ କରିଥାଉ। ତାପରେ ଯିବା ସିକ୍ସ ନମ୍ବର ପଏଣ୍ଟ। ସିକ୍ସ ନମ୍ବର ପଏଣ୍ଟ କ'ଣ କହୁଛି ନା ସିକ୍ସ ନମ୍ବର ପଏଣ୍ଟ କହୁଛି ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଡେ। କ'ଣ ଆସିଲା? ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଡେ। ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଡେ ଆମେ କାହାକୁ କହିବା ବା କେବେ ଆମେ ପାଳନ କରିଥାଉ? ମନେ ରଖ, ଏଥିରେ ଖାଲି ଡେଟ୍କୁ ମନେ ରଖ ଯେ ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଡେ ଆମେ 18 ଡିସେମ୍ବରକୁ ମନେ ରଖିଥାଉ। କାରଣ ଏଥିରେ ଦୁଇଟା କଣ୍ଡିସନ ଆସୁଛି। ୟୁନାଇଟେଡ୍ ଜେନେରାଲ ଆସେମ୍ବଲି ହଉଛି ଯୋଉଟାକି ଆରେ ମାନେ ତୁମକୁ ଇଣ୍ଟରନାଲ ମାନେ ଏଠି ମାନେ ଷ୍ଟାର୍ଟିଂ ମାନେ କେବେଠୁ ଆମେ ଆରମ୍ଭ କରୁଛୁ 2029 କିନ୍ତୁ ଏଥିରେ ଇମ୍ପୋର୍ଟାଣ୍ଟ ବେଶୀ ରହୁଛି ଡେଟ୍ କେବେ। ଡେଟ୍ କେବେ? 18 ଡିସେମ୍ବର ହେଉଛି ଇମ୍ପୋର୍ଟାଣ୍ଟ ଡେଟ୍ ରହୁଛି। ଆଚ୍ଛା ଥିମ୍ଟା କ'ଣ ଆସୁଛି ବୋଲେ? ଥିମ୍ କ'ଣ ଆସୁଛି 2025ର? ମାଇ ଗ୍ରେଟେଷ୍ଟ ଷ୍ଟୋରି। ଓକେ, ମାଇ ଗ୍ରେଟେଷ୍ଟ ହେଉଛି ହଁ ମାଇ ଗ୍ରେଟ୍ ଷ୍ଟୋରି, ମାଇ ଗ୍ରେଟ୍ ଷ୍ଟୋରି, ଯୋଉଟା ତାର ଥିମ୍ ଆସୁଛି। ଏଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆସୁଛି। ଆଚ୍ଛା ତାପରେ ଯିବା ୱାର୍ଲଡ ହଁ ମେଡିଟେସନ ଡେ। ଏଟା ବହୁତ ଥର କ୍ୱେଶ୍ଚିନ୍ ଆସିଛି। ଏଟା ୟୁପିଏସସିରେ ଅନଲାଇନ୍ ବାଲା ଥର କ୍ୱେଶ୍ଚିନ୍ ଆସିଥିଲା ଯେ ମେଡିଟେସନ ଡେ କେବେ? ମନେ ରଖିବ ଡିସେମ୍ବର 21କୁ ଆମେ କୋଉ ଦିନ ରୂପେ ପାଳନ କରିଥାଉ ନା ୱାର୍ଲଡ ମେଡିଟେସନ ଡେ ରୂପେ ପାଳନ କରିଥାଉ। ଏଟା ତୁମର ଏଟା କେବେଠୁ ଷ୍ଟାର୍ଟ ହେଇ ଆସିଛି? ୟୁଏନ୍ ଜେନେରାଲ ଆସେମ୍ବଲି ଲିଷ୍ଟ 2024 ଟୁ ପ୍ରମୋଟ ଏଟାକୁ 24 ଥର ଏଟା ପ୍ରମୋଟ କରିବା ପାଇଁ ଟାର୍ଗେଟ ରଖାଯାଇ ଅଛି। ଆଚ୍ଛା ତାପରେ ଯୋଉ ଦୁଇଟା ଦିନ ରହୁଛି ଏଥିରେ କିଛି ଇମ୍ପୋର୍ଟାଣ୍ଟ ନାହିଁ, ଖାଲି ତୁମକୁ ଡେଟ୍ ମନେ ରଖିବାକୁ ପଡ଼ିବ କାରଣ ଡେଟ୍କୁ ନେଇ କ୍ୱେଶ୍ଚିନ୍ ଆସିଥାଏ। ପ୍ରଥମ କ୍ୱେଶ୍ଚିନ୍ ହେଉଛି ଯେ ନ୍ୟାସନାଲ ମ୍ୟାଥମେଟିକ୍ସ ଡେ କେବେ? ନ୍ୟାସନାଲ ମ୍ୟାଥମେଟିକ୍ସ ଡେ କେବେ? ନ୍ୟାସନାଲ ମ୍ୟାଥମେଟିକ୍ସ ଡେ କେବେ? 22 ଡିସେମ୍ବର। ଆଚ୍ଛା ମୋତେ କହିପାରିବ ଏଟା କେବେଠୁ ଷ୍ଟାର୍ଟ ହେଇଛି? ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଡିସାଇଡ୍ କରିଛି 2011 ମସିହାକୁ। ଆଚ୍ଛା ସେଇଦିନ କାହାର ଜନ୍ମଦିନ? ସେଦିନ କାହାର ଜନ୍ମଦିନ ବା କାହା ଉଦ୍ଦେଶ୍ୟ ଆମେ ସେଲିବ୍ରେଟ୍ କରିଥାଉ? ରାମାନୁଜ। ଓକେ, ବାର୍ଥ ଆନିଭର୍ସରୀ ଅଫ୍ କିସ୍ ନା ରାମାନୁଜ। ଠିକ୍ ସେଇଭଳି ଆମେ କିଷାନ ଦିବସ ପାଳନ କରିଥାଉ, ଯାହାକୁ ଆମେ ଫାର୍ମର ଡେ ବୋଲି କହିଥାଉ। କିଷାନ ଦିବସ କେବେ? କିଷାନ ଦିବସ କେବେ? ଆଚ୍ଛା ଥ୍ୟାଙ୍କ ୟୁ। କେବେ ଆସୁଛି ନା 23 ଡିସେମ୍ବର। 23 ଡିସେମ୍ବର ହେଉଛି କିଷାନ ଦିବସ। ଆଚ୍ଛା ମୋତେ କୁହ ଯୋଉ କିଷାନ ଦିବସ ଆମେ ସେଲିବ୍ରେଟ କରୁଛେ କାହା ନା କାହା ଉଦ୍ଦେଶ୍ୟ, କାହା ଉଦ୍ଦେଶ୍ୟରେ ସେଲିବ୍ରେଟ କରାଯାଉଛି କିଷାନ ଦିବସ? ମନେ ରଖିବ ଚୌଧୁରୀ ଚରଣ ସିଂ, ଚୌଧୁରୀ ଚରଣ ସିଂଙ୍କ ଉଦ୍ଦେଶ୍ୟ। ମୁଁ କହିବା କଥା ହୁ ଇଜ ଦ ଚୌଧୁରୀ ଚରଣ ସିଂ, ଯିଏକି ଇଣ୍ଡିଆର ଇଣ୍ଡିଆର ଫିଫ୍ଥ ପ୍ରାଇମ ମିନିଷ୍ଟର, ଯିଏକି ଇଣ୍ଡିଆର ଫିଫ୍ଥ ପ୍ରାଇମ ମିନିଷ୍ଟର ସେ ହେଉଛନ୍ତି କିଏ? ସେ ଓକେ ଚୌଧୁରୀ ଚରଣ ସିଂ। ବାର୍ଥ ଆନିଭର୍ସରୀ ଅଫ୍ ହଁ ଚୌଧୁରୀ ଚରଣ ସିଂ। এটা ଅଫିସିଆଲି କେବେ ଆକୁ ଡିକ୍ଲେୟାର କରାଯାଇଥିଲା? ଅଫିସିଆଲି ଡିକ୍ଲେୟାର କରାଯାଇଥିଲା 2001 ମସିହାରେ, 2001 ମସିହାରେ। ଆଚ୍ଛା ଟିକେକୁ ରିଭିଜନ କରିଦେଉଛି ଟିକେ ଲଜିକ ଲଗେଇକିରି ଦେଖ। ଜଣେ ମ୍ୟାଥମେଟିକ୍ସ କେମିତି କରିପାରିବ? ଗୋଟେ ହେଉଛି 21 ତାରିଖ, 22 ତାରିଖ, 23 ତାରିଖ। ଜଣେ ମ୍ୟାଥମେଟିକ୍ସ କେତେବେଳେ କରିପାରିବ? ଯେତେବେଳେ ମେଡିଟେସନ କରିବ। 21 ଡିସେମ୍ବର ହେଉଛି ମେଡିଟେସନ ଡେ। ମେଡିଟେସନ କଲା ପରେ ଅଟୋମେଟିକ କ'ଣ ଆସିଲା? ମ୍ୟାଥ ତାର ଭଲ ହେଲା। ଯେତେବେଳେ ମଣିଷର ମ୍ୟାଥ ଭଲ ହୁଏ ସେ ଲାଇଫରେ ସବୁ କିଛି କରିପାରେ। ତାପରେ ସେ ଜଣେ ଭଲ କୃଷି ହେଇପାରୁଛି। ହେଲା କୃଷକ ବା ଗୋଟେ ଚାଷ ମଧ୍ୟ ଗୋଟେ କାଲକୁଲେସନ। ଯଦି ଆମେ କାଲକୁଲେସନ ଭୁଲ କରିଦେବା ଚାଷ ବି ଖରାପ ହେଇଯିବ। ତାପରେ ଆସିଲା କ'ଣ ନା କିଷାନ ଦିବସ। 22 ଡିସେମ୍ବର ହେଉଛି ମ୍ୟାଥମେଟିକ୍ସ ଏକ। 21ଟା ହେଉଛି ତୁମର ମେଡିଟେସନ ଡେ, ୱାର୍ଲଡ
मेडिटेशन हूँ 21 डिसेम्बर तोर मैथमेटिक्स हूँ 22। ओके थैंक यू। एबे जीवा नेक्स्ट पॉइंट बा लास्ट पॉइंट गुड गवर्नेंस डे। इट्स अ फेमस डे गुड गवर्नेंस डे केबे मन रखियो 25 दिवस को 25 डिसेम्बर को आम कौ दिन रूपे पालन करछे गुड गवर्नेंस डे रूपे पालन करछे। मोर क्वेश्चन होची जे हु इज द माने कहार बार्थ एनिवर्सरी आमे गुड गवर्नेंस डे को सेलिब्रेट करथो कहार बार्थ एनिवर्सरी कहार बार्थ एनिवर्सरी किस ना अटल बिहारी वाजपेयी को स्मरण करने अटल बिहारी वाजपेयी उद्देश्य ए डे आम सेलिब्रेट करदो जहाँ आम कही गुड गवर्नेंस डे। এটা সর্বপ্রথমে কেবে সেলিব্রেট হয়েছিল না 2014 মସିହା ଠାରୁ। আচ্ছা ଟିକେ রিভিଜন କରିବା ମୋର ମନେ ରଖିଲେ ଗୋଟେ ଜିନିଷ ହଉଛି ଗୋଟେ ଡେଟ୍ ଥରେ ପଢିଦେଲେ କେବେ ମନେ ରହିବନି ଟିକେ ରିପିଟେଡ୍ ବେସିସରେ ତୁମେ ଆକୁ ରିଭିଜନ କରୁଥିବ ଯେମିତି ଗୁଡ୍ ଗଭର୍ନାନ୍ସ ଡେ କୁଇକ୍ ସମସ୍ତେ ମୋ ସହିତ ପାର୍ଟିସିପେଟ୍ କର ଗୁଡ୍ ଗଭର୍ନାନ୍ସ ଡେ 25 डिसेम्बर ओके जोटाकि आम केବେठाରୁ ସେଲିବ୍ରେଟ୍ କରି ଆସୁଛେ କେବେଠାରୁ 2014 ମସିହା ଠାରୁ। କିଷାନ ଦିବସ କେବେ କିଷାନ ଦିବସ 23 डिसेम्बर କାହା ଉଦ୍ଦେଶ୍ୟରେ ତିଆରି ହେଇଥାଏ ବା କାହା ବାର୍ଥ ଆନିଭର୍ସରୀ ଆମେ ସେଲିବ୍ରେଟ୍ କରିଥାଉ रिचर्ड सेन। अच्छा नेशनल मैथमेटिक्स डे केबे मैथमेटिक्स 22। वर्ल्ड मेडिटेशन डे केबे वर्ल्ड मेडिटेशन डे 21 डिसेम्बर। अच्छा मोर क्वेश्चन टू हाँ इंटरनेशनल माइग्रेशन डे केबे होइला इंटरनेशनल माइग्रेशन डे 18 ओके। अच्छा विजय दिवस केबे विजय विजय दिवस हम केबे पालन करथौ 16 डिसेम्बर एटा डेट भी कहया बोली गली 16 डिसेम्बर विजय दिवस। अच्छा 16 डिसेम्बर হচ্ছে বিজয় দিবস ঠিক সেইভাবে। আচ্ছা তোমার আসলা মাউন্টেন ডে কেবে আসলা इंटरनेशनल माउंटेन डे गोटे सेकेंड। अच्छा आज क्लास को समस्त बुझी पाइल ए क्लास रेकर्डिंग और पीडीएफ टा जो मैंने जॉइन करछो ओएस और सीजीएल बैच रे ए बैच रे पीडीएफ रे तुमको डिसेम्बर फाइल करिक एटा को अपलोड करबी। आ आज भी कहि दोछ बिले एटा बेस्ट करेंट अफेयर फॉर द ऑल एग्जाम ओएस पे दियो किबा तुमनकर सीजीएल पे दियो। बस गोटे क्वेश्चन टू एवरीवन फुल कॉन्फिडेंस अछि आम जो टार्गेट थिला पर्टिकुलर ओएस पिला को पचारछि जे आम जो मिशन 50+ जो टार्गेट थिला फुल कॉन्फिडेंस अछि यस और नो हाँ ओके ओडिशा जोरे एटा आज दे काहे आज जो क्लास टा सरीला परे से पूरा फुल कंप्लीट पीडीएफ दे देबी। ओके थैंक यू थैंक यू।